ଆଜ୍ଞା ନମସ୍କାର। ଆଉ ଆପଣ ଜାଣନ୍ତି କି ତୁଳସୀ ଦାସ ତାଙ୍କର ସେବକ, ଭକ୍ତ, ଅନୁଗାମୀ, ବନ୍ଧୁ ଓ ସହକର୍ମୀମାନଙ୍କୁ ଗୋଟିଏ କଥା କହିଥିଲେ, ଯଦି ତୁମମାନଙ୍କର ମୋ ପ୍ରତି ଶ୍ରଦ୍ଧା, ଆଗ୍ରହ, ପ୍ରେମ, ଆଦର ଅଛି, ତେବେ ମୋର ଗୋଟିଏ କଥା ଶୁଣିବ, ମାନିବ, ରଖିବ ଯେ କୌଣସି ମାଇ ବୋଇଲେ ମା, ସେ ପଶୁ ହଉ କି ମଣିଷ ହଉ, ପକ୍ଷୀ ହଉ ବା ଦେବତା ହଉ, ଯେମିତି ଏ ଆଶ୍ରମକୁ ନ ଆସନ୍ତି। ଜଣେ ପଚାରିଥିଲେ କାହିଁକି, ଯେ ଏତଦ୍ୱାରା ପୁରୁଷର ମନ ବିଚଳିତ ହୁଏ, ସେ ସ୍ଥିର ଚିତ୍ତରେ ଇଷ୍ଟ ସ୍ମରଣ କରିପାରେନି, ବହୁ ବାଧା ବିଘ୍ନ ଲଙ୍ଘନ କଲା ପରେ ଯାଇ ସେ ତା ଇଷ୍ଟଙ୍କର ସଂସ୍ପର୍ଶରେ ଆସିପାରେ। କାଳକ୍ରମେ ତୁଳସୀ ଦାସଙ୍କ ଆଶ୍ରମରେ ଭକ୍ତଙ୍କ ସଂଖ୍ୟା ବଢ଼ିଗଲା। ଯେଉଁମାନେ ରାମପ୍ରେମୀ, ହନୁମାନ ଭକ୍ତ, ନିଷ୍ଠାବାନ ଓ ସଚ୍ଚରିତ୍ର, ସେମାନେ ପ୍ରାୟ ବହୁ ସଂଖ୍ୟାରେ ଆସି ତୁଳସୀ ଦାସଙ୍କ ଠାରୁ ରାମ ନାମର ମହିମା ଶୁଣିବାକୁ ଲାଗିଲେ। ସେଇଠି ସେ ଲେଖିଲେ ରାମଚରିତମାନସ। ବନ୍ଧୁଗଣ, ସେ ଆଶ୍ରମକୁ ବହୁ ପରିମାଣରେ ଦାନ ମିଳୁଥିଲା। ସୁନା, ରୂପା, ଶସ୍ୟ, ଅର୍ଥ ପ୍ରଭୃତି ସେସବୁ ରଖିବା ପାଇଁ କୌଣସି ପାତ୍ର ନଥିଲା। ଆଶ୍ରମର ବିଭିନ୍ନ କୋଣ ଅନୁକୋଣରେ ତାହା ଜମା ହେଇଥିଲା। ପାଣି, ପବନ, ଜୀବଜନ୍ତୁ, ମଣିଷ, ମାଙ୍କଡ଼ ସମସ୍ତେ ତାକୁ ଦେଖିପାରୁଥିଲେ। କିଛି ମନ୍ଦ ଚରିତ୍ର ଲୋକଙ୍କର ଲୋଭ ଆସିଲା ଯେ ଏ ଆଶ୍ରମରେ ତ 4ଟି ଦ୍ୱାର, ଆଉ କେଉଁ ଦ୍ୱାରରେ କବାଟ ନାହିଁ, ଆମେ ଯଦି ଆସି ନେଇଯାଆନ୍ତେ କେମିତି ହୁଅନ୍ତା। ସେମାନେ ଯୋଜନା କଲେ, ଦିନ ଠିକ୍ କଲେ, କେବେ ନେବେ। ଆସିଲେ ମାତ୍ର ନେଇପାରିଲେନି। ପରଦିନ ଆସି 4 ଜଣ ଯାଙ୍କ ଡକାୟତ ତୁଳସୀ ଦାସଙ୍କ ପାଦ ଧରି ପେଟେଇକିରି ଶୋଇକରି କହିଲେ, ମହାପ୍ରଭୁ ଆପଣ ଧନ୍ୟ, ଭକ୍ତ ଶିରୋମଣି। କହିଲେ, କଥା କ'ଣ? ତମେ କେମିତି ପରୀକ୍ଷା କଲ? ନା, ଆପଣଙ୍କୁ ସୁରକ୍ଷା ଦେଉଛନ୍ତି ରାମ ଓ ଲକ୍ଷ୍ମଣ ପ୍ରତି ମୁହୂର୍ତ୍ତରେ। ଆପଣଙ୍କୁ ଶୟନେ ସ୍ୱପ୍ନେ ଜାଗରଣେ ସେ ସୁରକ୍ଷା ଦେଉଛନ୍ତି, ଛତା ମଣିଷକୁ ସୁରକ୍ଷା ଦେଲା ଭଳି। ପ୍ରମାଣ? ନା ଆଜ୍ଞା, ଆମମାନେ ସ୍ୱଭାବରେ ଚୋର, ଡକାୟତ। ପର ସମ୍ପତ୍ତି ଲୁଣ୍ଠନ କରି ଆମେ ଆନନ୍ଦ ପାଉ, ଅନ୍ୟକୁ ଦୁଃଖ ଦେଇ ଆମେ ଖୁସି ହଉ, ଅନ୍ୟ ତଣ୍ଟି ଚିପି ଆମେ ରକ୍ତପାନ କରୁ। ହଁ, କ'ଣ ଠିକ୍ ଆଶ୍ରମ ତଣ୍ଟି ଚିପିବା ପାଇଁ ନା କ'ଣ? ନାଇଁ ହଜୁର, କାଲି ରାତିରେ ଆମେ 4 ଜଣ ଆସିଥିଲୁ ଏ ସବୁ ସୁନାକୁ ନେଇଯିବା ପାଇଁ। ହେଲେ ପ୍ରଥମ ଦ୍ୱାରରେ ଆସି ଦେଖିଲା ବେଳକୁ କଳା ଧଳା 2 ଭାଇ ଧନୁ ସର ଧରି ଠିଆ ହେଇଛନ୍ତି। ଡରିଗଲୁ। ଆଉ ଗୋଟେ ଦ୍ୱାର ଗଲୁ, ଦେଖିଲୁ ସେଇ ଅବସ୍ଥା, ରାମ ଲକ୍ଷ୍ମଣଙ୍କୁ। ତାପରେ ତୃତୀୟ ଓ ଚତୁର୍ଥ ଦ୍ୱାରରେ ମଧ୍ୟ ସେଇ ଠିଆ ହେଇଛନ୍ତି। ଆମେ ଆତଙ୍କିତ ହୋଇଗଲୁ ଏବଂ ଖୁସି ବି ହେଲୁ। ମାନେ ଆପଣଙ୍କ କରୁଣାରୁ, ଧନ ଲୋଭ କାରଣରୁ ଆମେ ବିଭୁ ଦର୍ଶନ କରିପାରିଲୁ, ରାମ ଲକ୍ଷ୍ମଣକୁ ଦେଖିପାରିଲୁ।
आम कृत पाप दूर हो गला एणु आम क्षमा मागी आसीछु दयाकरी क्षमा दियंतु। तुलसीदास गंभीर हो गले एवं कौन है राति आमे शोचु ये आश्रम को प्रभु जगुचंती न शोई करी तेणु तांकर अनुयायी मान कहले आश्रमस्थ समस्त संपत्ति चलती संपत्ति को आश्रम बाहर रखिदियो प्रभु टिके शुवंतु। बंधुगण भक्त भगवान प्रेम तो यही पड़ी ना कौन कहते आपण ईश्वर प्रेमी हूँ ना देखिए बहुत मंगल हो। आज ये नमस्कार रही।